ଆନନ୍ଦପୁର ମ୍ୟୁନିସିପାଲିଟିର ଅବହେଳା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ। ରାସ୍ତା ଏମିତି ପଡ଼ିନଥାନ୍ତା। ଇଏ ଦୀର୍ଘ ମୋ ଏଇଠି ରହିବା ଦିନରୁ 15 ବର୍ଷ ହେଲା ଆମେ ଦେଖି ଆସୁଛି। ଯଦି ବର୍ଷା ଟିକେ ଅଧିକ ହେଇଗଲା ତାହେଲେ ଘରୁ ବାହାରିବା ମୁସ୍କିଲ ହେଇଯାଉଛି, ଆଉ ରାସ୍ତାରେ ଆଣ୍ଠିଏ ପାଣି ରହୁଛି। ଇଭିନ୍ କି ଏଠି ମୋତେ ଲାଗୁଛି ପୌରାଞ୍ଚଳ ସତ୍ତ୍ୱେ ବି ଗୋଟେ ଆମ୍ବୁଲାନ୍ସ ବି ଏମର୍ଜେନ୍ସିରେ ଆସିବା ଭଳିଆ ରାସ୍ତା ନାହିଁ। ତେଣୁ ପୌର ଅଧିକାରୀ ବି ଏଠି ଦୃଷ୍ଟି ଦେଉନାହାନ୍ତି କି ଦେଖୁନାହାନ୍ତି। ତାଙ୍କର ପୌର କଲ୍ୟାଣ ମଣ୍ଡପ ଅଛି, ଆପଣ ସେ କଲ୍ୟାଣ ମଣ୍ଡପ ପାଖକୁ ବି ସେମାନେ ଆସୁଛନ୍ତି, କିନ୍ତୁ ସେଇଠୁ ଏଇଠିକି 100 ମିଟର ରାସ୍ତା ତାଙ୍କୁ ଦେଖା ପଡ଼ୁନି। ଆଉ କାଉନସିଲରଙ୍କ କଥା ତ ଛାଡ଼, କାଉନସିଲର କେହି ଦେଖିବାକୁ ବି ଆସୁନାହାନ୍ତି। କିନ୍ତୁ ଅନ୍ୟ ଜାଗାରେ ଯେଉଁଠି ରାସ୍ତା ନ ହେବା କଥା ସେଠି ଫେଭର ପଡ଼ିକି ରାସ୍ତା ଠିକ୍ ହେଇଯାଉଛି। କିନ୍ତୁ ଏଇଟା ଗୋଟେ ମାନେ ଲୋକମାନଙ୍କର ଗନ୍ତବ୍ୟ ଯିବା ଆସିବାର ରାସ୍ତା, ଏଠୁ ଜଙ୍ଗାର, ପଦମପୁର, ବାଖିଡ଼ି ସବୁ ରାସ୍ତା ଯାଉଛି। ତାପରେ ଆମର ଯେଉଁ ସଦ୍ୟ ସେଣ୍ଟ୍ରାଲ ସ୍କୁଲ ତିଆରି ହେଇଛି ତା ପାଇଁ ବଡ଼ ବଡ଼ ଲୋଡେଡ୍ ଗାଡ଼ି ବି ଯାଉଛି। ଆମେମାନେ ପିଲାଛୁଆ ଧରିକି ରହୁଛୁ, ଆମେମାନେ କେମିତି ବାହାରକୁ ଯିବୁ? ଗତ 2-3 ଦିନ ଧରି ଲଗାତାର ବର୍ଷାରେ ଆନନ୍ଦପୁର ପୌର ପରିଷଦ 7 ନମ୍ବର ଓ 2 ନମ୍ବର ୱାର୍ଡ ମୁଖ୍ୟ ସଂଯୋଗୀକରଣ ରାସ୍ତା ପାଣି କାଦୁଅରେ ପୂରି ରହିଥିବାରୁ ଯାତାୟାତ ଠପ୍ ହୋଇ ପଡ଼ିଛି। ପ୍ରଶାସନ ଏବଂ ମ୍ୟୁନିସିପାଲିଟି ପୁରା ଅଣଦେଖା ଆମ ଏରିଆଟାକୁ ପୁରା ଅଣଦେଖା କରୁଛନ୍ତି। କିନ୍ତୁ ପ୍ରତି ଲୋକଙ୍କଠାରୁ ଠିକ୍ ଭାବରେ ହୋଲ୍ଡିଂ ଉଚ୍ଚା ଦରରେ ହୋଲ୍ଡିଂ ଟିକସ ଆଦାୟ କରୁଛନ୍ତି। ତା ପରିବର୍ତ୍ତେ ନା ରାସ୍ତାର ସୁବିଧା ଅଛି, ନା ଲାଇଟ୍ର ସୁବିଧା ଅଛି, ନା ପରିମଳ ବ୍ୟବସ୍ଥା ଅଛି, ନା ଡ୍ରେନେଜ୍ ସୁବିଧା ଅଛି। ସାମାନ୍ୟ ଟିକେ ବର୍ଷା ହେଲେ ଆମ ଘର ଦୁଆର ମୁହଁରେ ପାଣି, ରାସ୍ତାଘାଟରେ ପାଣି, ଛୁଆମାନେ ଯିବାରେ ସମସ୍ୟା, ଛୁଆମାନେ କଲେଜ ସ୍କୁଲ ଯିବାରେ ସମସ୍ୟା। এইভাবে পরিস্থিতি দেখি আমি গতি করছু এই পরিবেশ ভিতরে। কোন দাবি রহবা আপনার? আমি আশা করছু म्युनिसिपालिटी এবং সরকারଙ୍କ পাখে এর তুরন্ত সমাধান কলে আমি টিকে অঞ্চলবাসী আমি টিকে 7 নম্বর ওয়ার্ডর এই মানে অন্ধকূপ ভিতর রহি যাইছু। আমি সবু টিকে মানে সুধার আসন্তা মো টিকে এবং অনেক দিন হলা ড্রেনেজ পাই भी मु आम काउंसिलर को सांसद को लिखित आकार भी जनईची। तार पर्यंत भी समाधान किसी हो पारु नाही। धन्यवाद। ए संपर्करे स्थानीय लोके बारंबार जणाइले मध्य कौनसी पदक्षेप निया जाऊ नाही। निकटरे पालित होइछि स्वायत्त शासन दिवस, मात्र म्युनिसिपालिटी कल्याणी मंडप पाचेरी को लागी रहिथिबा एही रास्ता पानी कादुअरे पूरी रहिथिबारु यातायात ठप होई जाइछि। मात्र एथिप्रति काहार नजर पड़ुना। तुरंत एहार स्थायी समाधान पाई स्थानीय बासिंदा माने दाबी करिसंती। केन्दुझररू गगन बिहार दास को रिपोर्ट, ओडिशा न्यूज।